ଜୟଗୁରୁ। ଅତୁଲ୍ୟ ଜେନା, ବିଜୁ ଜନତା ଦଳ ସଭାପତି ନିଆଳି ବ୍ଲକ। ଯାହା ହେଉ ଶୁଭ ମୁହୂର୍ତ୍ତ 2026 ନବବର୍ଷ ସମସ୍ତ ନିଆଳି ନିର୍ବାଚନ ମଣ୍ଡଳୀର ଏବଂ ନିଆଳି ବ୍ଲକର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଆମେ ସମସ୍ତେ ସବୁବେଳେ ଚିନ୍ତା କରିଛେ ଯେ ଆଗକୁ ଅଗ୍ରସର ହେବା ପାଇଁ କିଭଳି ଭାବରେ ଅଗ୍ରସର ହେବା ଏବଂ ଆମେ କିଭଳି ଭାବରେ କାର୍ଯ୍ୟ କରିବା ତାହାର ଏକ ଉଦ୍ଦୀପନାର ସହିତ ଆମେ ସମସ୍ତଙ୍କୁ 26 ମସିହାରେ ଲାଗିବାକୁ ପଡ଼ିବ। ଏବଂ ଏ ନିଆଳି ନିର୍ବାଚନ ମଣ୍ଡଳୀକି ସମୃଦ୍ଧ କରିବା ପାଇଁ ଏବଂ ଆମର ଏ ବ୍ଲକକୁ ସମୃଦ୍ଧ କରିବା ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମୀବୃନ୍ଦ ଏବଂ ମୋର ନେତା ଡକ୍ଟର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ମହୋଦୟଙ୍କୁ ମଧ୍ୟ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶାରେ ଯିଏ ଭାଗ୍ୟ ବିଧାତା ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମହୋଦୟ ଯେ ଓଡ଼ିଶାର ବିକାଶର ପୁରୁଷ, ତାଙ୍କୁ ମଧ୍ୟ ମୋର ବିନମ୍ର ନିବେଦନ ଏବଂ ମୋର ନମସ୍କାର। ସେ ଯେଭଳି ଓଡ଼ିଶାକୁ ଚଳାଉଥିଲେ ବର୍ତ୍ତମାନ ସରକାର ମଧ୍ୟ ଚଳାନ୍ତୁ, ସେଥିରେ କିଛି ଆପତ୍ତି ନାହିଁ, କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ ଦୟାରୁ ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ପ୍ରାର୍ଥନା ଯେ ଏ ରାଜ୍ୟକୁ କିଭଳି ଭାବରେ ସୁବାଟରେ ଚଳାଇ ହେବ, ସରକାର ଚଳାନ୍ତୁ ଏବଂ ପୁଣି ନବୀନ ପଟ୍ଟନାୟକଙ୍କୁ ମଧ୍ୟ କେମିତି ସରକାରକୁ ଆସିବେ। ଆମେ ବିଜୁ ଜନତା ଦଳରେ ଯେହେତୁ କାର୍ଯ୍ୟ କରୁଛୁ ଡକ୍ଟର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ ମହୋଦୟଙ୍କ ନେତୃତ୍ୱରେ ତାକୁ ଶୃଙ୍ଖଳିତ ଭାବରେ ମାନି ନେଇ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ରାଜନୀତିକି ପୁଣି ଥରେ ସରକାରକୁ ତାଙ୍କୁ ଆଣିବା ପାଇଁ ବହୁ ପ୍ରୟାସ କରିବା ପାଇଁ ଆମେ ଯୋଜନାବଦ୍ଧ ଭାବରେ ଅଛୁ ଏବଂ ଚେଷ୍ଟା ମଧ୍ୟ କରୁଛୁ। ସେ ଯାହା ହେଉ ସବୁ ସମସ୍ତ ଭିତରେ ମୋର ଜଗନ୍ନାଥଙ୍କ ପ୍ରାର୍ଥନା ଯେ ଏଇ 26 ମସିହା ସମସ୍ତଙ୍କର ମଙ୍ଗଳମୟ ହେଉ, ମଣିଷ ଠାରୁ ଆରମ୍ଭ କରି ପଶୁ ପକ୍ଷୀ ଇତର ପ୍ରାଣୀ ସମସ୍ତଙ୍କର ମଙ୍ଗଳ ହେଉ, ଏହା ଆମର ପ୍ରଭୁ ଜଗନ୍ନାଥଙ୍କୁ ନିବେଦନ କରି ସମସ୍ତ ନିର୍ବାଚନ ମଣ୍ଡଳୀର ଏବଂ ତଥା ଆମ ନିଆଳି ବ୍ଲକର ସମସ୍ତ ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଜୟଗୁରୁ।